ଦିଟା ଭାଇଙ୍କ ବାହାଘର କଲୁ ହେଲେ ବାଟ ମଉସା କାଟିଲେ କ୍ଷୀରିପୁରୀ ଦିଟା ବାଜି ଶସ୍ତା ବହୁ ଶସ୍ତା ବହୁ ଆରେ ବାପ ଶସ୍ତାରୁ ଅବସ୍ଥା କଥାରେ କରା ସେଇଥିପାଇଁ ଏଇ ଦିଟାକୁ କହିବାକୁ ଚାଲି ଆସ ଗାଁ ସାରା ଲୋକ ବୁଢାବୁଢୀ ରହୁଛନ୍ତି ବାପ ମା ଦିଟା ନାହାନ୍ତି ବୋଲି ଗୋଟେ ଉଆସି କନ୍ୟାକୁ ବୋହୂ କରି ଘରକୁ ଆଣିଲା ସେ ସବୁ ଅନ୍ଧବିଶ୍ୱାସକୁ ମୁଁ ଖାତିର କରେ ନା କିଏ କଣ କହିଲା ମୋ ସେଥିରେ କଣ ଅଛି ମୋର ଇଚ୍ଛା ହେଲା ମୁଁ ବାହାଘର କଲି ଏ ମୋ କଥା ଥା ଆଉ ତୋ ଭାଇ ଅନେକ ଭାଇ ଘରକୁ ଆଉ ସିଏ ମଣିଷ ମାରିଛି ମଣିଷ ଭାଗିଲାରେ ପିକନିକ କରିବାକୁ ଯାଇ ବିପ୍ଳବ ବୋଲି ଗୋଟେ ଟୋକାକୁ ମରା ମୋ ଅଭିଳାଷକୁ ମୁଁ ଚିହ୍ନିଛି ସିଏ ମୋ ଭାଇ ତୁ ତାକୁ ଚିହ୍ନିଛୁ ତମେ ମିଛ କରୁଛ ତମେ ମିଛ କରୁଛ ଆଉ ମିଛ କହିବି ତୁ ତାକୁ ଚିହ୍ନିଛୁ ତାକୁ ପଚାରୁ ପରେ ଧରା ପଡିବ ବୋଲି ସତରା ମିଛ ସାଇ ପଡ଼ିଶାରେ କଥାଟା କାନରେ ରହୁଥିଲ ବୋଲି ମୁଁ ତତେ ପଚାରିବାକୁ ଜାଣି ଆସିଲି ପଚାରିବାକୁ ଆସିଲ ନାଇଁ ଘର ଭାଙ୍ଗିବା ପାଇଁ ଆସିଲ ଅଭିନାଶ ହଉଛି ମୋ ଭାଇ ଆରେ ମୁଁ ତାକୁ ଚିହ୍ନିଲି ତୁ ତାକୁ ଚିହ୍ନିଛୁ ହରେ ନିର୍ବନ୍ଧିତ ତତେ ନକରି ସିଆଡେ ଯାଇ ବାହା ହେଇଗଲା କାଳେ ତତେ ରାଜା ହେଇଯିବ ଯାଇକି ପରେ ଗାଡି ଭାଇକି ନେଇ ଆସିବି ବାପ ଭାଇକ ତମକୁ ଏଠି ଭଦ୍ରକ କରିବାକୁ କିଏ ଆସି କରିଛି ମନ ହଉଛି ତମକୁ ଏଠି ଧୋକା ଦେଇ ବାହା କରିବା ପାଇଁ ମୋ ଭାଇ କଣ କଲା ନ କଲା ସେଥିରେ ତମ ଯାହା କିଛି ନାହିଁ ଏଠି ଆସ ଭଦ୍ରକ କରିବା ପାଇଁ ନାଇଁ ଅଭି ଏଇ ବାପ ଭାଇକ ଇଏ କହୁଛି ଆମ ବହୁ ଗାଁ ପିକନିକ ମଣିଷ ମାତି ଅଭିନାଶ ଆରେ ବାଙ୍କ ମାଲିକ ଯାହା କହୁଛି ସେ ସବୁ ସତ ଆରେ ଇଏ ଯାଇ ଗାଁ ସାରା ହବା କରିବ ଆରେ ଲୋକମାନେ ମତେ ପଚାରିବେ ଆରେ ମୁଁ କିଛି ବହୁତ ହେଇଯିବ କିଛି କହିପାରିବିନି ଭାଇ ସେ ମର ବିଷୟରେ ମୁଁ କିଛି ଜାଣିନି ଭାଇ କିଛି ଜାଣିନି ହଁ ତୁ ସବୁ ଜାଣିଛୁ ଆରେ ଆରେ ତୁ କହୁଛୁ ତୁ ମତେ ଲୁଚଉଛୁ ହଁ ହଁ ତୁ ସବୁ ଜାଣିଛୁ ଆରେ ତୋ ବଡ ଭାଇ ପଚାରୁଛି ଆରେ କହ ବାଙ୍କ ବାଲିକ ଯାହା କହୁଛି ସେ ସବୁ ସତ ନା ମିଛ ତମେ ଜାଣିଛ ପୁଣି ଆମ ସାନ ବୋହୁ ଅଭିନାଶକୁ ବାହା ହେବା ପୂର୍ବରୁ ସେ କୁଆଡେ ପିକନିକରେ ମଣିଷ ମାରିଛି ମୁଁ ପାଖ ବାରିକ କହୁଛି ଓଡ଼ିଶା তাহলে ये खबर कागज को लिखो सब কিছু सब जोना विप्लव को मारी थी अरे ता फोटो से को लिखो और हम तो